ଶ୍ୱଶୁର ଘରକୁ ଆସି ଜ୍ୱାଇଁର ଆତ୍ମହତ୍ୟା। ସର୍ବହରା ହୋଇ ମାଲବାହୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରି ସବୁଦିନ ପାଇଁ ବିଦାୟ ନେଲେ ସ୍ୱାମୀ। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅଞ୍ଚଳ ଝାରବେଡ଼ା ଗ୍ରାମରେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ପିଙ୍ଗୁ ଗ୍ରାମର ମଳୟ କୁମାର ନାୟକ ଝାରବେଡ଼ା ଗ୍ରାମ ରୁଗୁଡ଼ି ସାହିର ଦାମୋଦର ନାୟକଙ୍କ ଶିକ୍ଷୟିତ୍ରୀ ଝିଅ ତଥା ଲଳିତ ନାୟକଙ୍କୁ ବିବାହ କରିଥିଲେ। କିନ୍ତୁ ଗତ କିଛି ମାସ ହେବ ଉଭୟଙ୍କ ମଧୁର ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି କରିଥିଲା ସ୍ୱାମୀଙ୍କର ମଦ୍ୟପାନ ବୋଲି ସୂଚନା ସଂଗ୍ରହ ପରେ ଜଣାପଡ଼ିଛି। ଏଣୁ ଲଳିତ ନାୟକ ବାପ ଘରେ ରହୁଥିଲେ। ମଝିରେ ମଝିରେ ମଳୟ ମଦ୍ୟପାନ କରି ଶ୍ୱଶୁର ଘରକୁ ଆସି ଅଶାନ୍ତି ସୃଷ୍ଟି କରୁଥିବା ମଧ୍ୟ ଜଣାପଡ଼ିଛି। ସେ ଯେତେବେଳେ ଜାଣିବାକୁ ପାଇଲେ ସେ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଶେଷରେ ସର୍ବହରା ହୋଇ ଗ୍ରାମର ଚମ୍ପାଡିହି ସାହି ନିକଟରେ ଯାଇଥିବା ରେଳ ଧାରଣାରେ ଯାଉଥିବା ମାଲବାହୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ରେଳବାଇ ପୋଲିସ ଶବକୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପତ୍ନୀଙ୍କୁ ମରଶରୀର ହସ୍ତାନ୍ତର କରିଛନ୍ତି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।